প্রিয় দর্শক নমস্কার, মু ডক্টর ভবতোষ মণ্ডল আজি ଆପଣମାନଙ୍କ ପାଇଁ ଆଲୋଚନା କରିବି ହୋମିଓପାଥିର ଗୋଟିଏ ଅତି ପରିଚିତ ଔଷଧ ନାକ୍ସ ଭୂମିକା। ଏହି ଔଷଧଟି ଲକ୍ଷଣ ଅନୁସାରେ ସେବନ କଲେ ବିଭିନ୍ନ ପ୍ରକାର ଜଟିଳ ରୋଗ ଭଲ କରିବାକୁ ସକ୍ଷମ। ନାକ୍ସ ଭୂମିକା ଔଷଧଟି ପ୍ରତ୍ୟେକ ହୋମିଓପାଥିକ ଔଷଧ ଦୋକାନ ବା କ୍ଲିନିକରେ ଅତି ସହଜରେ ମିଳିଯାଏ। ତେବେ ରୋଗୀ ଶରୀରରେ କି ପ୍ରକାର ଲକ୍ଷଣ ଦେଖାଗଲେ ଏହି ଔଷଧଟି ସେବନ କରିବେ ବା କି କାରଣରୁ ରୋଗ ଆରମ୍ଭ ହେଲେ ତାହା ସେବନ କରିବେ, ଆସନ୍ତୁ ସଂକ୍ଷେପରେ ଜାଣିବା। ଯେଉଁମାନେ ଶାରୀରିକ ଶ୍ରମ ନ କରି ଅଧିକ ମାନସିକ ଶ୍ରମ କରୁଛନ୍ତି, ଯେପରି ବିଜନେସମ୍ୟାନ୍, ସର୍ଭିସମ୍ୟାନ୍, ଯେଉଁମାନେ ରାତ୍ରି ଜାଗରଣ ବା ରାତିରେ ଭଲ ଭାବରେ ଶୁଅନ୍ତି ନାହିଁ, ଯେପରି ଛାତ୍ରମାନେ ଅଧିକ ରାତ୍ରି ପର୍ଯ୍ୟନ୍ତ ପାଠ ପଢ଼ିବା, ରାତ୍ରି ପରେ ରାତ୍ରି ବସି ରହି ରୋଗୀ ସେବା କରିବା ଇତ୍ୟାଦି। ଯେଉଁଠାରେ ରୋଗର କାରଣ ଅନିଦ୍ରା ଏବଂ ରୋଗ ହେତୁ ନିଦ ନ ହେଲେ ମଧ୍ୟ ନାକ୍ସ ଭୂମିକା ଉପକାରୀ। ଯେଉଁମାନେ ଉଗ୍ର ଔଷଧ ସେବନ କରୁଛନ୍ତି ଓ ଔଷଧ ସେବନ ହେତୁ ରୋଗ ଭଲ ହେଉ ବା ନ ହେଉ, ମାତ୍ର ଔଷଧ ଦ୍ୱାରା ନୂତନ ରୋଗର ଉତ୍ପତ୍ତି ହୋଇଥିଲେ ନାକ୍ସ ଭୂମିକା ଉପକାରୀ। ଯେଉଁଠାରେ ବିଭିନ୍ନ କାରଣ ହେତୁ ରୋଗୀର ଖାଦ୍ୟର ଅରୁଚି ଆସେ, କିଛି ଖାଇବାକୁ ଇଚ୍ଛା ହୁଏ ନାହିଁ, ମାତ୍ର ଜୀବନ ରକ୍ଷା ପାଇଁ ରୋଗୀ ଖଟା, ରାଗ, ପିତା ବା ଅଧିକ ମସଲାଯୁକ୍ତ ଉଗ୍ର ଦ୍ରବ୍ୟ ସାହାଯ୍ୟରେ କିଛି ଖାଇବାକୁ ଚେଷ୍ଟା କରେ, ଅର୍ଥାତ୍ ନାକ୍ସ ଭୂମିକା ରୋଗୀ ଖଟା, ରାଗ, ପିତା ଓ ମସଲାଯୁକ୍ତ ଖାଦ୍ୟ ପସନ୍ଦ କରେ। ମାଦକ ଦ୍ରବ୍ୟ ଯେପରି ମଦ୍ୟପାନ ହେତୁ ଅଜୀର୍ଣ୍ଣ ରୋଗ, ଲିଭର ସମସ୍ୟା ଆଦିରେ ନାକ୍ସ ଭୂମିକା ଉପକାରୀ। ଯେଉଁମାନେ ଅଧିକ ଯୌନ କ୍ରିୟା କରୁଛନ୍ତି ବା ଯୌନ ଚିନ୍ତା କରି ରାତିରେ ଠିକ୍ ଭାବରେ ନିଦ୍ରା ଯାଉନାହାନ୍ତି, ଫଳରେ ଶରୀର ଦୁର୍ବଳ ହୋଇପଡ଼ୁଛି, ହଜମ ଶକ୍ତି ହରାଇ ବସୁଛନ୍ତି, ସେମାନଙ୍କ ପାଇଁ ନାକ୍ସ ଭୂମିକା ବହୁତ ଉପକାରୀ। ଯେଉଁ ରୋଗୀମାନେ ମନେ କରନ୍ତି ଯେ ଟିକେ ନିଦ ହେଲେ ତାଙ୍କୁ ଭଲ ଲାଗନ୍ତା, ଟିକେ ମଳତ୍ୟାଗ ହେଲେ ଭଲ ଲାଗନ୍ତା, ଟିକେ ବାନ୍ତି ହେଲେ ହୁଏତ ଭଲ ଲାଗନ୍ତା, ତେଣୁ ସେ ବାରମ୍ବାର ଶୋଇବାକୁ ଚେଷ୍ଟା କରେ, ତଣ୍ଟି ଭିତରେ ଆଙ୍ଗୁଳି ପୁରାଇ ବାନ୍ତି କରେ ଓ ବାରମ୍ବାର ଝାଡ଼ା ଯାଏ। ତାର ନିଦ ହେଲେ, ବାନ୍ତି ହେଲେ, ଝାଡ଼ା ହେଲେ ତାକୁ କିଛି ସମୟ ପାଇଁ ଆରାମ ଲାଗେ, ମାତ୍ର କିଛି ସମୟ ପରେ ସମସ୍ୟା ଗୁଡ଼ିକ ପୁଣି ଫେରି ଆସେ। ନାକ୍ସ ଭୂମିକା ରୋଗୀର ଭୋକ ଠିକ୍ ଭାବରେ ହୁଏ ନାହିଁ, ତେଣୁ ତାର ଖାଦ୍ୟ ମଧ୍ୟ କମିଯାଏ। ତାଙ୍କର ଅଧିକାଂଶ ସମୟରେ କନଷ୍ଟିପେସନ ଦେଖାଯାଏ, ଝାଡ଼ା ସଫା ହୁଏ ନାହିଁ, ବାରମ୍ବାର ଝାଡ଼ା ମନେ ହୁଏ, ମାତ୍ର ଝାଡ଼ା ହୁଏ ନାହିଁ। ପ୍ରିୟ ଦର୍ଶକ, ନାକ୍ସ ଭୂମିକା ଔଷଧଟି ବର୍ଣ୍ଣନା କଲେ ବହୁତ ଲମ୍ବା ହୋଇଯିବ, ଏଣୁ ସଂକ୍ଷେପରେ କହିଲେ ଆହୁରି ବହୁତ ଲକ୍ଷଣ ରହିଛି, ମାତ୍ର ଉପରୋକ୍ତ ଲକ୍ଷଣକୁ ଆଧାର କରି ସମଲକ୍ଷଣ ମତେ ଏହି ଔଷଧଟି ସେବନ କଲେ ଅନେକ ଜଟିଳ ରୋଗରୁ ମୁକ୍ତି ମିଳିପାରିବ। ପ୍ରିୟ ଦର୍ଶକ, ଆମର ଏହି ଇନଫର୍ମେଟିଭ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିଲେ ଏହି ଭିଡ଼ିଓଟିକୁ ଲାଇକ୍ ଓ ସେୟାର କରି ନିଜେ ସୁସ୍ଥ ହେବା ସହିତ ଅନ୍ୟ ରୋଗୀମାନଙ୍କୁ ସୁସ୍ଥ ହେବାକୁ ସହଯୋଗ କରନ୍ତୁ। ଆଉ ଆପଣ ଆମ ଚ୍ୟାନେଲର ନୂତନ ଦର୍ଶକ ହୋଇଥିଲେ ପରବର୍ତ୍ତୀ ଭିଡ଼ିଓ ଗୁଡ଼ିକୁ ପାଇବା ପାଇଁ ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। ଧନ୍ୟବାଦ।